ଇନଫାକ୍ଟ କହିବାକୁ ଗଲେ ନୂତନ ବର୍ଷରେ 2025 ଆସିବାକୁ ପ୍ରଭୁ ସୁଯୋଗ ଦେଲେ ପ୍ରଥମ ମାସର ନବମ ଦିନରେ। ଆଉ ନିଶ୍ଚିତ ଧନ୍ୟବାଦର ଯୋଗ୍ୟ ସିଏ ଅଟନ୍ତି। ଆଜି ମନୋନୀତ କରି ରଖିଥିଲେ ନୂତନ ବର୍ଷରେ, ନୂତନ ମାସରେ ଆଉ ନୂତନ ଦିବସରେ ସମସ୍ତଙ୍କୁ ନୂତନ ବର୍ଷ ଅଭିନନ୍ଦନ ସହିତ ପ୍ରଭୁଙ୍କର ଉପସ୍ଥିତି ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଅଛି ଯୀଶୁଙ୍କ ନାମରେ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆସୁ ଆମେ ବାକ୍ୟ ମଧ୍ୟକୁ ଯିବା। ଆଉ ଆଜିର ବାକ୍ୟ ଯାହା ପରମେଶ୍ୱର କଥା କହିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ଆଉ ମୁଁ ତ ନୁହେଁ କିନ୍ତୁ ପ୍ରଭୁ ଯେ ତାର ବକ୍ତା ହୁଅନ୍ତୁ। ଆଉ ଅନେକ ବିଷୟରେ କଣ ଦେବି ବାକ୍ୟ ବୋଲି ମୁଁ ଚିନ୍ତା କରୁଥିବା ବେଳେ ଆଉ ଠିକ ଅଛି ଚିନ୍ତା କରି ପ୍ରଭୁଙ୍କର ନିର୍ଦ୍ଦେଶରେ ପବିତ୍ର ଆତ୍ମାଙ୍କ ଚାଳନାରେ ହୁଏତ ଆଜିର ପରିସ୍ଥିତି ଉପରେ ନୂତନ ବର୍ଷରେ କିଛି ମୁଁ ଆପଣଙ୍କ ସঙ্গে ରଖିବା ପାଇଁ ଯାଉଛି। ଆଉ ସବଜେକ୍ଟର ନାଁ ମୁଁ ଦୁଇଟା ଜିନିଷକୁ ଡିଫାଇନ୍ କରିଅଛି। ଯଦି ଅଧିକ ଚିନ୍ତିତ ହେବା ରୋଗରୁ କିପରି ମୁକ୍ତି ପାଇବା, କିମ୍ବା ହାଉ କ୍ୟାନ୍ ରିକଭର ଫ୍ରମ୍ ଓଭର ଥିଙ୍କିଂ, ଆଉ ଆଉ ଗୋଟେ ଲେଖିଛି ପାୱାର ଅଫ୍ କନଫେସନ୍ ବୋଲି। ତ ଆସୁ ପ୍ରିୟ ଲୋକମାନେ, ଆଜି ଏଠାରେ ଉପସ୍ଥିତ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ ଜଣାଉଛି। ପ୍ରତ୍ୟେକ ଖ୍ରୀଷ୍ଟ ନମସ୍କାର ପୁନର୍ବାର ଜଣାଏ। ଆଉ ପରମେଶ୍ୱର ନୂତନ ବର୍ଷରେ ପ୍ରତ୍ୟେକ ସହ କିଛି କଥା ହେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, କିଛି ଆପଣଙ୍କୁ ମୋତେ ସନ୍ଦେଶ ଦେବା ପାଇଁ ଚାହାନ୍ତି, ପୁଣି କିଛିଟା ପ୍ରତିଜ୍ଞା ମଧ୍ୟ ସେ ଆଜି ଆମମାନଙ୍କ ଜୀବନରେ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ମୋ ପ୍ରିୟ ଲୋକମାନେ, କଣ ଆଜି ଆପଣ ତାଙ୍କୁ ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି? ମୁଁ ବିଶ୍ୱାସ କରେ ନିଶ୍ଚିତ ଭାବରେ ସମସ୍ତେ ପ୍ରସ୍ତୁତ ଅଛନ୍ତି। କାହିଁକି ନା ଆଜିର ସବଜେକ୍ଟ ପ୍ରକାର ପରମେଶ୍ୱର ଦେଖୁଅଛନ୍ତି କି ଆଜିର ଏ ଦୁନିଆରେ ଏମିତି କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତିତ୍ୱ ନାହିଁ ଯିଏକି ଆଜି ଡିପ୍ରେସନରେ ନାହିଁ। ଏମିତି କି ଦେଖିବାକୁ ପ୍ରାୟତଃ ମିଳୁନାହାନ୍ତି ଯେଉଁମାନେ କି ଷ୍ଟ୍ରେସ୍ ନାହାନ୍ତି, ଓଭର ଥିଙ୍କିଂରେ ନାହାନ୍ତି। ଏପରିକି ଅନେକ ଆଜି ନିଜ କଣ୍ଟ୍ରୋଲ ମଧ୍ୟ ନ କରିପାରି ସୁଇସାଇଡ୍ କରିବା ଭଳି ପଦକ୍ଷେପ ନେବାକୁ ମଧ୍ୟ ପଛଉନାହାନ୍ତି। ଆଶା କରୁ ହୁଏତ ଆଜିର ଏହି ଆଲୋଚନା ତଥା ତାଙ୍କର ଶିକ୍ଷା ଦ୍ୱାରା ଅନେକ ଆଜି ନିଜ ଚିନ୍ତାଧାରାକୁ ବଦଳାଇ ପାରିବେ, ପୁଣି ଏହି ନୂତନ ବର୍ଷରେ ନୂତନ ନୂଆ ଜୀବନ ନେଇପାରିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସୁ ଆମେ ତାଙ୍କର ବାକ୍ୟକୁ ଯିବା। ଆଜି ସେ ବିଷୟରେ ଆଲୋଚନା କରିବା। ଆଉ ଯାହା ମାଥ୍ୟୁ ଲିଖିତ ସୁସମାଚାର ପ୍ରଥମ ଅଧ୍ୟାୟର ପ୍ରଥମ ପଦ, ତଥାପି ଆମେ ତାଙ୍କ ବାକ୍ୟକୁ ଯିବା ପୂର୍ବରୁ ଏକ ଛୋଟ ପ୍ରାର୍ଥନା ଦ୍ୱାରା ତାଙ୍କ ନିକଟ ସମର୍ପିତ ହେଉ। ତା ନିଜ ହୃଦୟକୁ ପ୍ରସ୍ତୁତ କରୁ ତାଙ୍କ ବାକ୍ୟର ଅଧୀନସ୍ଥ ହେବା ନିମନ୍ତେ। ଆସୁ ଆମେ ପ୍ରାର୍ଥନା କରିବା। ଆହେ ଆମମାନଙ୍କର ମଙ୍ଗଳମୟ ପରମେଶ୍ୱର ପିତା, ତୁ କୋଟି କୋଟି ଧନ୍ୟବାଦ ଦିଏ ପିତା। ହାଲେଲୁୟା, ତୁମରି ଦୟା କରୁଣା ପାଇଁ, ତୁମର ଉପସ୍ଥିତି ପାଇଁ। ଏଠାରେ ଯେତେ ଜଣ ବି ଅଛନ୍ତି ତୁମ ନାମରେ ପ୍ରଭୁ ଈଶ୍ୱର, ପ୍ରତ୍ୟେକଙ୍କ ଉପରେ ଆପଣ ହସ୍ତ ରଖ। ପୁଣି ଯେଉଁମାନେ ଆଜି ଚିନ୍ତିତ, ଭାରଗ୍ରସ୍ତ, ହତୋତ୍ସାହିତ, ପ୍ରତ୍ୟେକଙ୍କୁ ତୁମେ ମୁକ୍ତ କର। ହାଲେଲୁୟା, ତୁମର ବାକ୍ୟ ଦ୍ୱାରା ମୁଁ ବିଶ୍ୱାସ କରେ ତୁମ ଆମମାନଙ୍କ ପ୍ରାର୍ଥନା ଉପରେ ଶୁଣିଅଛ, ଦୟା କରିଅଛ, ପୁଣି ସମସ୍ତ ପ୍ରାର୍ଥନା ଉତ୍ତର ଦେଇ ସାରିଅଛ। ଥ୍ୟାଙ୍କ ୟୁ ଲର୍ଡ, ଆମମାନଙ୍କୁ ପ୍ରେମ କରୁଥିବାରୁ, ଆମମାନଙ୍କ ସମସ୍ୟାକୁ ବୁଝୁଥିବାରୁ, ନୂତନ ବର୍ଷରେ ତୁମେ ଯେଉଁ କିଛି କହିବା ପାଇଁ ଯାଉଅଛ ଆମମାନଙ୍କ ପରିସ୍ଥିତି ଦେଖି, ସେଥିପାଇଁ ଧନ୍ୟବାଦ। ସକଳ ଗୌରବ ମହିମା ତୁମେ ହେବା। ପ୍ରାର୍ଥନା ଶୁଣିଲେ, ଉତ୍ତର ଦେଲ, ଧନ୍ୟବାଦ। ଯୀଶୁଙ୍କ ନାମରେ ମାଗିଲି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରିୟ ଭାଇ ଭଉଣୀ ମାନେ, ବାକ୍ୟ ଯିବା ପୂର୍ବରୁ ଆସୁ କିଛି ବିଷୟ ପ୍ରତି ଆମେ ଧ୍ୟାନ ଦଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଗୋଟେ କଥା କହିବା ପାଇଁ ଚାହେଁ। ଯେବେ ଆମେ ପ୍ରାୟତଃ ଦେଖୁ ପୂର୍ବ ଦିନ ମାନଙ୍କରେ ଦେଖୁ, କମ୍ପେୟାର କରୁ, ତାହେଲେ ବର୍ତ୍ତମାନ ସହିତ ଯଦି କମ୍ପେୟାର କରି ଦେଖୁଛୁ, ତେବେ ଏଇ ଦିନ ମାନଙ୍କର ଲୋକମାନେ ଯେତିକି ଭାବରେ ଓଭର ଥିଙ୍କିଂ, ଷ୍ଟ୍ରେସ୍, ଡିସ୍କରେଜ୍, ସୁଇସାଇଡ୍ କମିଟ୍ କରୁଛନ୍ତି, ଆଗରୁ ବି ଥିଲା କିନ୍ତୁ ଏତେ ପରିମାଣରେ ନଥିଲା। ଏହି ଦିନ ମାନଙ୍କର ଦେଖୁ ନିଜକୁ ଅନେକ ମାରି ଦଉଛନ୍ତି। ବିଷ ପିଇ ଦେବା, ହାତ କାଟିଦେବା ଠାରୁ ଆରମ୍ଭ କରି ଟ୍ରେନ୍ ରାଇଲେ ମୁଣ୍ଡ ଦେବା ଭଳି ଅନେକ ପନ୍ଥାକୁ ସେମାନେ କଣ କରୁଅଛନ୍ତି, ଅବଲମ୍ବନ କରୁଅଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରାୟତଃ ପ୍ରତ୍ୟେକ ଜୀବନ ନିଶ୍ଚିତ ଭାବରେ ଘଟିଥିବ। ଡିପ୍ରେସନ୍ ଏମିତି ଏକ ଜିନିଷ ଯାହା ମୁଁ ଜାଣିଛି ମୋର ଏକ୍ସପିରିଏନ୍ସ ଦ୍ୱାରା, ଆପଣଙ୍କୁ ଅନେକ ସବୁ ରାତି ସାରା ନିଦ ହୁଏନି, ଭୋକ ହୁଏନି, ଖାଇବା ପ୍ରତି ରୁଚି କମିଯାଏ, ମାଇଣ୍ଡଟା ସବୁବେଳେ ଅସ୍ଥିର ଥାଏ। ପୁରା ମାନେ କଣ କରୁ ନ ଖାଇ ନିଜେ କାହା ସହିତ କଥା ହେବା ପାଇଁ ଆମର ଇଚ୍ଛା ପ୍ରକାଶ କରିନଥାଉ। କେବଳ ଏକୁଟିଆ ନିଜ ଦୁନିଆରେ ନିଜେ ବୁଲି ରହିବା ପାଇଁ ଆମର ଇଚ୍ଛା କରୁ। ଏ ପ୍ରକାର ପରିସ୍ଥିତି ମଣିଷ କଣ କରିଥାଏ, ମୋଟିଭେଟ୍ କରିଥାଏ କିଛି ରଙ୍ଗ ଷ୍ଟେପ୍ ନେଇଯିବା ପାଇଁ। ଏହା ହିଁ ହେଉଛି ପ୍ରକୃତ ଡିପ୍ରେସନର କିଛିଟା ସିମ୍ପଟମ୍ସ। ହାଲେଲୁୟା। ମୁଁ ଜାଣିନି ପ୍ରିୟ ଭାଇ ଭଉଣୀ ମାନେ, ଏଠାରେ ଉପସ୍ଥିତ ଥିବା କୌଣସି ଭାଇ ଭଉଣୀ ପ୍ରତି ଏଇ ପ୍ରକାର ପରିସ୍ଥିତି ଆସିଛି କି ନାହିଁ, କି ଏମିତି କିଛି ଘଟିଛି କି ନାହିଁ। ଯଦି ନାହିଁ ତେବେ ମୁଁ ନିଶ୍ଚିତ ଭଲ କଥା, ତଥାପି ଚାହିଁବି ଯଦି ଏ ପ୍ରକାର ନ ହଉ, ଆଉ ଯଦି ହେଇଛି ପ୍ରଭୁ ସେମାନଙ୍କୁ ରକ୍ଷା କରିଅଛନ୍ତି ଏପର୍ଯ୍ୟନ୍ତ। ଯଦି ବା ଥାଏ ତ କୌଣସି ପଦକ୍ଷେପ ନେବା ପୂର୍ବରୁ ଆମମାନେ ପରମେଶ୍ୱରଙ୍କର ବାକ୍ୟ ଯେ ଆପଣଙ୍କୁ ମୋତେ ଏଥିରୁ ରକ୍ଷା କରୁ, ଏଇ ପରିସ୍ଥିତିରେ ଏହା ମୁଁ ନିଶ୍ଚିତ ଭାବରେ ପ୍ରଭୁ ନିକଟରେ ନିବେଦନ କରେ। ହାଲେଲୁୟା। ତେଣୁ ଦାଉଦ ଗୋଟେ ସ୍ଥାନରେ କହି ଆସୁନି ମୋ ପ୍ରିୟ ଭାଇ ଭଉଣୀ ମାନେ, ଯାହା ତାଙ୍କ ବାକ୍ୟ ଦ୍ୱାରା, ଓ अपना वचन भेजकर हमें चंगा करता है। हालेलुୟା। ତେଣୁକରି ପ୍ରିୟ ଭାଇ ଭଉଣୀ, ବିଶ୍ୱାସ କରେ ଆଜିର ବାକ୍ୟ ଆପଣଙ୍କୁ ଆଉ ମୋତେ ଆଜି ମୁକ୍ତ କରିବାକୁ ଯାଉଛି ପ୍ରତିଟି ଷ୍ଟ୍ରେସ୍ ରୁ, ଓଭର ଥିଙ୍କିଂ ରୁ, ଆଉ ଡିପ୍ରେସନ୍ ରୁ। ହାଲେଲୁୟା।
ଆପଣ ଆଜି କାହା କଥା ଶୁଣନ୍ତୁନି ପ୍ରିୟ ମାନେ ଯେଉଁମାନେ ଆପଣମାନଙ୍କର ଶୁଭଚିନ୍ତକ ହେଇ ସାଜିକିରି ଏଇ ଦିନ ମାନଙ୍କରେ ଆପଣମାନଙ୍କୁ ଭାଙ୍ଗି ପକାନ୍ତି ଏଥିପାଇଁ ଶୁଭଚିନ୍ତକ ବୋଲି କହିଲି ସେମାନେ କଣ କରନ୍ତି ଆପଣ ନିକଟରେ ଥାଆନ୍ତି ଆପଣଙ୍କୁ ଭରସା ଦେବା ଆରେ ଏମିତି ହେଇଗଲା ହଁ ପୁରା ଏମିତି ହେଇଥିଲା ନା ନା ଏଥିରୁ ରିକଭରି କରିହବନି ଏଠୁ ଉଠି ହବନି ବାହାରି ହବନି ଏଇ ପ୍ରକାର କଥା କହିଥାନ୍ତି ପୁଣି ଏପରି ମଧ୍ୟ ଦେଖିଅଛି ମୋ ଜୀବନରେ ଅନେକ ପ୍ରଫେସ ବି କରିଦିଅନ୍ତି ପ୍ରଭୁଙ୍କର ଉତ୍ତମ ଉତ୍ତମ ଦାସ ମାନେ ମୋ ସହିତ ମୋତେ ତାହା ହେଇଅଛି ଯେ ତତେ କିଏ ଗୁଣିଆ କରିଦେଇଛି ତତେ ଏମିତି କରିଦେଇଛି ସେମିତି କରିଦେଇଛି ଅମୁକ ମନ୍ଦିର ତୋ ପାଇଁ ମାନେ ବଳି ଦେଇଛି ତତେ ଏମିତି ହବ ତ ମୋ ପ୍ରତି ମୋତେ ତାହା ଘଟିଥିଲା ଏପଟେ ଅନେକ ବିଷୟ ମାନ ରହିଅଛି କିନ୍ତୁ ମୁଁ ଗୋଟିଏ କଥା ଆପଣମାନଙ୍କ ସହ ସେୟାର କରିବା ପାଇଁ ଚାହିଁବି ଆପଣମାନେ ଟିକେ ଧ୍ୟାନ ଦିଅନ୍ତୁ ଏବେ ବି କିଛି ବିଳମ୍ବ ହୋଇନାହିଁ ମୋ ପ୍ରିୟ ଭାଇ ଆଜି ବି ଆମର ସେଇ ପରମେଶ୍ୱର ସେ ଜୀବିତ ପରମେଶ୍ୱର ଯିଏକି ଆପଣଙ୍କୁ ଆଉ ମତେ ସେ ଗର୍ତ୍ତରୁ ଉଦ୍ଧାର କରିବାର ସାମର୍ଥ୍ୟ ରଖିଅଛନ୍ତି ହାଲେଲୁୟା ଆସୁ ଆପଣମାନେ ଟିକେ ଧ୍ୟାନ ଦେବା ଆଜି ଆପଣ ଦେଖିଥିବେ ପ୍ରକାଶିତ ବାକ୍ୟର ପ୍ରଥମ ଅଧ୍ୟାୟରେ ଏପରି ଏକ ଚାପ୍ଟର ଯେଉଁଠାରେ ଯୀଶୁ ସ୍ୱର୍ଗରେ ଦେଖାଯାଆନ୍ତି ଯୋଉଟା କି 1:7 ମଧ୍ୟ ଲେଖା ଅଛି ଆଉ ସେକେଣ୍ଡ ସୁସମାଚାର ଯାହାକି ମାଥ୍ୟୁ ମାର୍କ ଲୁକ୍ ଯୋହନ ଏହା ଏପରି ଏକ ବାଇବେଲ ସୁସମାଚାର ଅଟେ ଯେଉଁଠାରେ ପ୍ରକାଶ କରାଯାଇଛି କି ଯୀଶୁ ପୃଥିବୀରେ କିପରି ଚାଲିଲେ ଅର୍ଥାତ୍ ଆପଣ ଜୀବନ ପୃଥିବୀରେ କିପରି ବ୍ୟତୀତ କଲେ ହାଲେଲୁୟା କିନ୍ତୁ ପ୍ରକାଶିତ 1 ଯେ ପଢିବେ ତେବେ ଆପଣ ଜାଣିପାରିବେ କି ଯୀଶୁ ସେଠାରେ କିପରି ଅଟନ୍ତି ଯୋହନ ଯେତେବେଳେ ତାଙ୍କୁ ଦେଖୁଅଛନ୍ତି ଯୋହନ ଯୀଶୁଙ୍କ ପାଇବା ଯୀଶୁଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହୁଛନ୍ତି ସେ ଉପରେ ମୁଁ ଟିକେ ଫୋକସ କରିବା ପାଇଁ ଚାହିଁବି ଆଜି ଯୋହନ କହିଲେ मैं उसके मुंह से 2 धारी तलवार निकलते हुए देखा ଯାହାକି ପ୍ରକାଶିତ 16ରେ ଲେଖାଯାଇଅଛି ନିଶ୍ଚିତ ଭାବରେ ଜାଣିଥିବେ ତେବେ ମୁଁ ଆପଣଙ୍କୁ ଗୋଟିଏ କଥା ପଚାରିବାକୁ ଚାହେଁ ମୋ ପ୍ରିୟ ଲୋକମାନେ କଣ ଏହା କେବେ ସମ୍ଭବ ଗୋଟେ ମଣିଷ ପଟୁ ଖଣ୍ଡା ବାହାରିବ ମ୍ୟାଜିକ ସହ ଛାଡ଼ିଦେଲେ ଦେଖି ସାଧାରଣତଃ ଯାହାକି ସମ୍ଭବ ନୁହେଁ ଗୋଟେ ମଣିଷ ପଟୁ ଖଣ୍ଡା ବାହାରୁ ବୋଲି ଆପଣ ସମସ୍ତେ ଜାଣନ୍ତି ଯୋହନ ଏଠାରେ ଏକ ସିମ୍ବଲ ଟାଇପର କଥା କହୁଛି ବା ଚିହ୍ନ ସ୍ୱରୂପ ଆପଣ ପ୍ରକାଶିତର ଆଗକୁ ଯଦି ପଢି ଗଲେ ଦେଖିବେ ସେଠାରେ ଉଲ୍ଲେଖ ଅଛି 7ଟି ପାତ୍ର 7 ସୁବର୍ଣ୍ଣ ପ୍ରଦୀପ 7 ନକ୍ଷତ୍ର 7 ମଣ୍ଡଳୀ 7 ତୁରୀ ଏପରି ଅନେକ ବିଷୟ ରହିଅଛି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ପ୍ରକାଶିତ ବାକ୍ୟ ଭାଙ୍ଗିବାର ସାହସ କିମ୍ବା ଯୋଗ୍ୟତା ତ ମୋର ନାହିଁ ତଥାପି ଆଜି ପ୍ରକାଶିତ ଅଧ୍ୟାୟର ପ୍ରଥମ ପର୍ବ କିଛି ବିଷୟକୁ ଆପଣଙ୍କ ସମ୍ମୁଖରେ ରଖିବାକୁ ଚାହେଁ ଯେପରି କହିଲି ପ୍ରକାଶିତ ବାକ୍ୟ ଏପରି ଏକ ଅଧ୍ୟାୟ ଯେଉଁଠାରେ ବହୁତ ଗୁଡେ ସିମ୍ବଲ ରହିଅଛି ଏଠାରେ ଯୀଶୁଙ୍କୁ ମେଷ ବୋଲି ମଧ୍ୟ କୁହାଯାଉଛି ଆଉ ଯେଉଁ ଖଣ୍ଡା ବିଷୟରେ କହିଲେ ଆମେ ପାଠ କଲୁ ତାର ଅର୍ଥ ମୁଖରୁ ଖଣ୍ଡା ବାହାରିବାର ଅର୍ଥ ମୁଖରୁ ବାକ୍ୟ ବାହାରିବା ଏହା ସମସ୍ତେ ଜ୍ଞାତ ଅଛନ୍ତି ଏଫିସିୟର 6:17 ଅଧ୍ୟାୟ ଯଦି ଦେଖୁ ସେଠାରେ ଏପରି ଲେଖାଯାଇଅଛି ଆତ୍ମା କି ତଲବାର ଅର୍ଥାତ୍ ଆତ୍ମା ରୂପୀ ଖଣ୍ଡା ଯାହା ପରମେଶ୍ୱର ବାକ୍ୟରେ ଏପରି ଲେଖାଯାଇଛି ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡଗ ଅର୍ଥାତ୍ ଈଶ୍ୱରଙ୍କର ବାକ୍ୟ ଧାରଣ କର କିନ୍ତୁ ହିନ୍ଦୀରେ ସୁନ୍ଦର ଭାବରେ ଲେଖାଯାଇଅଛି କଣ आत्मा की तलवार जो परमेश्वर का वचन है ले लो हालेलुया ताहा धारण करो तक नहीं जाओ आत्मा की तलवार जो परमेश्वर का वचन है उसे ले लो तो ଏଠାରେ ମୁଁ ଏଇ କଥା କହିବାକୁ ଚାହେଁ ମୋ ପ୍ରିୟ ଭାଇ ଭଉଣୀ ମାନେ ପରମେଶ୍ୱର ଆପଣଙ୍କ ମତେ ମଧ୍ୟ ଏଇ ଖଡଗ ଯେ ଆତ୍ମାର ବି ଖଡଗ ତଲବାର ଦେଇଛନ୍ତି କିନ୍ତୁ ଆମମାନେ ଏଯାର ପ୍ରୋବ୍ଲେମ କୋଉଠି ଜାଣନ୍ତି ଆଜିକାଲି ଲୋକମାନେ ଆମମାନେ କଣ କରୁଛୁ ସେ ଖଣ୍ଡା କଣ କରୁଛନ୍ତି ତାକୁ ବ୍ୟବହାର କରିବା ବଦଳରେ କଣ କରାଯାଉଛି ଅତି ଯତ୍ନ ତାକୁ ଚିଷ୍ଟି କରିବା ମାନେ ଖୋଳ ଭିତରେ ରଖିକିରି ଚୁପଚାପ ବସି ଯାଇଅଛି ପ୍ରିୟ ମାନେ ହାଲେଲୁୟା ଆଉ ଶୈତାନ ଏଇ କଥାକୁ ଭଲ ଭାବେ ବହୁତ ଉତ୍ତମ ଭାବେ ଜାଣି ସାରିଛି ଯେ ଏମାନେ ଧାରୁଆ ଖଣ୍ଡା ଗୁଡିକ ତ ରଖିଛନ୍ତି କିନ୍ତୁ ନା ତ ଏମାନେ ଠିକ ସମୟରେ ତାକୁ କାଢିବା ଜାଣିଛନ୍ତି ନା ତାକୁ ଚଳେଇବା ଜାଣିଛନ୍ତି ତେଣୁ ସେ ଆମକୁ ପ୍ରତିଦିନ କଣ କରୁଛି ମାରି ଚାଲିଛି ମୋ ପ୍ରିୟ ଭାଇ ଭଉଣୀ ମାନେ ମାରି ଚାଲିଛି ଷ୍ଟ୍ରେସ ଦ୍ୱାରା ମାରି ଚାଲିଛି ଓଭର ଥିଙ୍କିଂ ଦ୍ୱାରା ଏବଂ ଡିପ୍ରେସନ ଦ୍ୱାରା ମଧ୍ୟ ସେ ମାରି ଚାଲିଛି କାରଣ ସେ ଭଲକି ଜାଣିଛି ଯେ ଏମାନେ ହଉଛନ୍ତି ସେ ଲୋକମାନେ ଯେଉଁମାନେ କି ଖଡଗ ନେଇ ରଖନ୍ତି କିନ୍ତୁ ବ୍ୟବହାର କରିପାରନ୍ତିନି ଠିକ ସମୟରେ କରିପାରିବା କଥା ନୁହେଁ ପିଲାମାନେ କିନ୍ତୁ ପ୍ରକୃତରେ କହିବାକୁ ଗଲେ କରି ହିଁ ଆସେନି ଆମମାନଙ୍କୁ ଗୋଟେ ଏକ୍ସାମ୍ପଲ ଆପଣଙ୍କୁ ଦେବା ପାଇଁ ଚାହିଁବେ ଏଇ ସମୟରେ ଆପଣମାନେ କିଛି ଦିନ ତ କିଛି ବର୍ଷ ହେଲାଣି ଭଲ ଦେଖୁଛନ୍ତି ଶୁଣି ଅଛନ୍ତି ଯେ ୟୁକ୍ରେନ ଆଉ ରୁଷର ଯୁଦ୍ଧ ବିଷୟରେ ସମସ୍ତେ ଜାଣି ଅଛନ୍ତି ହାଲେଲୁୟା ତେଣୁ ମୋ ପ୍ରିୟ ଲୋକମାନେ ମୁଁ କହିବା ପାଇଁ ଚାହେଁ ସେଇ ସମୟରେ କଣ ହେଇଥିଲା ନାଟୋ ଦେଶ ମାନେ କଣ କରୁଥିଲେ ଆଡଭାନ୍ସ ଟେକ୍ନୋଲୋଜିର ଅନେକ କିଛି ଯୁଦ୍ଧ ଜାହାଜ ୟୁକ୍ରେନକୁ ପ୍ରଦାନ କରୁଥିଲେ ଆମର ରୁଷ ବିରୁଦ୍ଧରେ ୟୁଜ କରିବା ନିମନ୍ତେ ହୁଏତ ସେ ସବୁ ୟୁଜ କରିଥିଲେ କିଛି ତାର ସଫଳ କିମ୍ବା ଜିତି ପାରିଥିଲା କିଛି କିନ୍ତୁ ସେ ସେତେବେଳେ କଣ ହେଇଛି ମୁଁ ଦେଖୁଥିଲି ନ୍ୟୁଜରେ ସେ ପଡିକିରି ଖତ ଖାଉଥିଲା କାରଣ ସେତେବେଳକୁ ସେ ଯୋଉ ଯୁଦ୍ଧ ଜାହାଜ ଚଳେଇବା ପାଇଁ ସେଠିକା ସୈନ୍ୟ ମାନେ ସେମାନେ ସେ ତା ଟେକ୍ନୋଲୋଜି ବିଷୟରେ ଅବଗତ ନଥିଲେ ଯୋଉ ଦ୍ୱାରା ସେମାନେ ତାକୁ ଚଳେଇବା ହିଁ ଜାଣିନଥିଲେ ତେଣୁକରି ସେ ନ୍ୟୁ ଟେକ୍ନୋଲୋଜି ଯୁଦ୍ଧାସ୍ତ୍ର ସବୁ ସେଠାରେ ଠିଆ ହୋଇଥିବା ସତ୍ତ୍ୱେ ମଧ୍ୟ ସେମାନେ ତାକୁ କଣ କରୁছে ବ୍ୟବହାର କରିପାରୁନଥିଲେ ଠିକ ସେଇ ପ୍ରକାର ଆମମାନଙ୍କର ଜୀବନ ମାନେ ବହୁତ ଉତ୍ତମ ଟେକ୍ନୋଲୋଜି ପରମେଶ୍ୱର ଆମକୁ ଦେଇ ଅଛନ୍ତି କିନ୍ତୁ ତାକୁ ଆଜି ଆମେ କଣ କରୁଛୁ
ବ୍ୟବହାର କରି ହିଁ ପାରୁ, ତାକୁ ସେମିତି ପଢିକି ରହିବା ପାଇଁ ଦଉଛୁ। ମୁଁ ଆପଣଙ୍କୁ ଗୋଟିଏ କଥା କହୁଛି, ପ୍ରକାଶିତ ବାକ୍ୟର ଯୌନ କହୁଛନ୍ତି ଯୀଶୁଙ୍କର ଚୁଟି କେମିତି ଅଛି, ତାଙ୍କର ପାଦ କେମିତି ଅଛି, ତାଙ୍କ ସ୍ୱର କେମିତି ଅଛି, ହାତରେ 7ଟି ନକ୍ଷତ୍ର ଅଛି, ଇତ୍ୟାଦି ଇତ୍ୟାଦି। କିନ୍ତୁ ତା ମଧ୍ୟରେ ମଧ୍ୟ ଗୋଟିଏ କଥା କହୁଛନ୍ତି, ମୁଖରୁ 2 ଧାର ଖଡ୍ଗ ବାହାରୁଛି। ଆପଣ ଜାଣନ୍ତି ଯୌନ ଏଠାରେ ଗୋଟିଏ ବିଷୟ ଜଣାଇବା ପାଇଁ ଚାହୁଁଛନ୍ତି ବା ବୁଝିବାକୁ ଚାହୁଁଛନ୍ତି, ଯୀଶୁ ନିଜକୁ ନିଜେ ସିନା କିଛି ବାକ୍ୟ କହୁଥିଲେ, ବାକ୍ୟ ଖଡ୍ଗ ଅଟେ, ଆମେ ପାଠ କଲୁ। ମୁଁ ଏହା କହିବା ପାଇଁ ଚାହେଁ, ଯେଉଁ ବ୍ୟକ୍ତି ନିଜ ପାଇଁ ବାକ୍ୟ ରଖି ନାହିଁ କି ରଖିବା ଜାଣି ମଧ୍ୟ ନାହିଁ, ତେବେ ସେ ନିଜ ସୁରକ୍ଷା ପାଇଁ ଏ ଯାଏଁ ସେଇ ଖଡ୍ଗକୁ ମଧ୍ୟ ରଖି ନାହିଁ ନିଜ ପାଖରେ। ମୁଁ ସତସତିକା ଖଡ୍ଗ ଖଣ୍ଡା ରଖିବା କଥା କହୁଛି ବୋଲି ଆପଣ ଭାବନ୍ତୁ, କାରଣ ଏପରି ଘଟଣା ଥରେ ଘଟିଥିଲା। ମୁଁ ଆପଣଙ୍କ ପୂର୍ବରୁ ମଧ୍ୟ କହିଥିଲି ସେମିଳିଗୁଡା ଠାରେ, କାହିଁକିନା ସେଠାରେ 2ଟି ସାହି ଭିତରେ ଗଣ୍ଡଗୋଳ ହୋଇଥିବା ବେଳେ ପ୍ରଭୁଙ୍କର ଦାସ ମଧ୍ୟ ଯାଉଛନ୍ତି, ଦାସଙ୍କୁ କହୁଛନ୍ତି ଆଉ କଣ କରିବା, ମୁଁ ପରିସ୍ଥିତି ଦେଖି ମୁଁ ମଧ୍ୟ ଗୋଟେ ବଡ ଖଣ୍ଡା ରଖିଛି, ଆଉ ଗୋଟେ ଅର୍ଡର ମଧ୍ୟ ଦେଇଛି, ବାକ୍ୟରେ ତ ଲେଖା ହେଇଛି, ତେଣୁକରି ମୁଁ ଏହା କରିଅଛି। ଯାହା ବି ହଉନା କାହିଁକି ତା ଗୋଟେ ପାଠ। ତେବେ ଆସନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଆଜି ଦେଖିବା ଖଡ୍ଗ କଣ ପ୍ରକୃତରେ, ଆଉ ତାର ବ୍ୟବହାର କଣ, ଆଉ ଆଜି କେତେ ଜଣ ଅଧିକ ସେ ବିଷୟରେ ବ୍ୟବହାର କରିବା ଉଚିତ, କି ପ୍ରକାର ବ୍ୟବହାର କରାଯାଉଛି। ଯେତେ ଜଣ ବି ଆଜି ଭାବୁଛନ୍ତି, କୌଣସି ବିଷୟରେ ଫିଲ୍ କରୁଛନ୍ତି କି ଭାଇ ମୁଁ ବହୁତ ଆଜି ଡିପ୍ରେସନରେ ଅଛି, ମୁଁ ଆପଣମାନଙ୍କୁ ଆଜି କହିବା ପାଇଁ ଚାହେଁ କିପରି ସେଥିରୁ ମୁକୁଳି ପାରିବେ ଆଉ କିପରି ବାହାରି ପାରିବେ। ଆଉ ମୁଖ୍ୟ ବିଷୟ ଯାହା ସବଜେକ୍ଟ ଆଜି ମୁଁ ନେଇଥିଲି ଆଉ ଆପଣମାନଙ୍କୁ ସେ ବିଷୟରେ ଆଲୋଚନା କରିବା ବୋଲି କହିଥିଲି, ତ ଆପଣମାନଙ୍କ ନିମନ୍ତେ ମୁଁ ସେ ବାକ୍ୟକୁ ପଢିବା ପାଇଁ ଚାହିଁବି, ଯାହା ମାଥ୍ୟୁ ଲିଖିତ ସୁସମାଚାର ତାର 1ମ ଅଧ୍ୟାୟର 1ମ ପଦରେ ଲେଖାଯାଇଅଛି, ଅବ୍ରାହମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ। ହାଲେଲୁୟା। ପ୍ରିୟମାନେ, ଏହା ଏମିତି ଏକ ଅଧ୍ୟାୟ ବାଇବେଲର, ଏମିତି ଏକ ବାକ୍ୟ ଯେଉଁଠାରୁ ବାଇବେଲର ଆରମ୍ଭ ହୁଏ ନୂତନ ନିୟମ ଅଧ୍ୟାୟ ରୂପେ, ନ୍ୟୁ ଟେଷ୍ଟାମେଣ୍ଟ। এই ବାକ୍ୟ ମଧ୍ୟରେ ଦେଖିବେ ପୁରାତନ ନିୟମର 2 ଜଣ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଏବଂ ତୃତୀୟ ବ୍ୟକ୍ତି ହେଉଛନ୍ତି ପ୍ରଭୁ ସଦାପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କର ବିଷୟ। ହାଲେଲୁୟା। ଅବ୍ରାହମଙ୍କ ସନ୍ତାନ, ଦାଉଦଙ୍କ ସନ୍ତାନ, ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ। ମୁଁ ଚାହେଁ ଆଜି ଆପଣ ଏ 3ଟି ନାମ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ଅବ୍ରାହମ, ଦାଉଦ, ଯୀଶୁଖ୍ରୀଷ୍ଟ। ବାଇବେଲ କହେ ଅବ୍ରାହମଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ, ପୁଅ ଝିଅ ନଥିଲେ। ପରମେଶ୍ୱର କଣ କଲେ, ତାଙ୍କୁ ପ୍ରତିଜ୍ଞା କଲେ ଯେ ତାଙ୍କ କୋଳରେ ଏକ ପୁତ୍ର ସନ୍ତାନ ଦେବେ ବୋଲି। ଆଉ ବାଇବେଲ କହେ ଏଇ ସନ୍ତାନ ଆସିବାରେ କିଛି ବିଳମ୍ବ ହୋଇଥିଲା, କିନ୍ତୁ ଯେତେବେଳେ ଏଇ ସନ୍ତାନ ଜନ୍ମ ନେଲା ତାର ନାଁ ଇସାକ ବୋଲି ରଖାଗଲା। ଆଉ ସେଇ ସନ୍ତାନ ଯେତେବେଳେ ଧୀରେ ଧୀରେ ବଡ ହବାକୁ ଲାଗିଲା, ପ୍ରିୟମାନେ, କେଉଁଠି ନା କେଉଁଠି ଅବ୍ରାହମ ତା ସହିତ ଟିକେ ଅଧିକ ଆଟାଚମେଣ୍ଟରେ ଆସିଗଲା। ଅବଭିୟସଲି ଆମେମାନେ ବି ହେବା, ଯଦି ଅନେକ ଦିନ ପରେ ଯଦି କାହା ଘରେ ସନ୍ତାନ ସନ୍ତତି ହଉଛି, ତାହେଲେ ଅଟୋମେଟିକ ଆମେ ଗୋଟେ ବଣ୍ଡେଜରେ ତା ସହିତ ବାନ୍ଧି ହେଇକି ରହିଯିବା। କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ରଖିବା ପାଇଁ ଚାହେଁ, ଆପଣ ଜାଣନ୍ତି ଏଠାରେ ସେ ଯେତେବେଳେ ସେ ତା ସହିତ ବଣ୍ଡେଜରେ ବା ଆଟାଚମେଣ୍ଟ ରହିଲେ, ସେତେବେଳେ ପରମେଶ୍ୱର ଚାହିଁଲେ ଯେ ତାକୁ ଆମେ କିଛି ପରୀକ୍ଷା କରିବା ବୋଲି। ଆଉ ଏମିତି ବହୁତ ଗୁଡିଏ ପରୀକ୍ଷା ଅଛି ଯାହା ପରମେଶ୍ୱର ଠାରୁ ହୋଇନଥାଏ, ବରଂ ଆମେ ନିଜେ ତାକୁ କଣ କରୁ, ହୁଇସିଲ ମାରିକି ଡାକିଥାଉ, ତାକୁ ନିମନ୍ତ୍ରଣ ଦେଇଥାଉ। କିନ୍ତୁ ତାହା ମଧ୍ୟ କଣ ଅନେକ ବିଷୟରେ କଣ ହୁଏ, ଅନେକ ଜାଣିକି ହୋଇଥାଏ ଆଉ କିଛି ଅଜାଣତରେ ମଧ୍ୟ ହୋଇଥାଏ। କିନ୍ତୁ ଆମେ ତାକୁ କଣ କରିଥାଉ, ଆମେ ହିଁ ଆଲାଉ କରିଥାଉ ପ୍ରିୟମାନେ। ହାଲେଲୁୟା। ପୁଣି ବିଶେଷ କରି ସେଇମାନଙ୍କ ଜୀବନରେ ମଧ୍ୟ ପରୀକ୍ଷା ଆସିଥାଏ ଯେଉଁମାନଙ୍କ ଜୀବନରେ ପ୍ରଥମ ସ୍ଥାନ ଆଉ କିଏ ନେଇଥାନ୍ତି ବା ଆଉ ଆମକୁ କାହାକୁ ଦେଇଥାନ୍ତି। ଅର୍ଥାତ ପରମେଶ୍ୱର ସ୍ଥାନକୁ ଆମେ ହୁଏତ ଆଜି ମୋ ସନ୍ତାନକୁ ଦେଇଥିବ, ମାକୁ ଦେଇଥିବ, କୋଉ ଝିଅକୁ ଦେଇଥିବ, କିଏ ପୁଅକୁ ଦେଇଥିବ, କିଏ ସାଙ୍ଗ ପିତାମାତା ସ୍ୱାମୀ ସ୍ତ୍ରୀକୁ ଦେଇଥିବ, ସ୍ତ୍ରୀ ସ୍ୱାମୀ, ଏମିତି ବହୁତ କିଛି ହୋଇପାରେ। ସେତେବେଳେ ବି ଆମମାନଙ୍କ ଜୀବନରେ ଅଂଶରେ ପରୀକ୍ଷା ବି ଆସିଥାଏ। କହିପାରିବେ କି କାହିଁକି ପରମେଶ୍ୱର ପୁରା ବାଇବେଲରେ ଡିମାଣ୍ଡ କରୁଅଛନ୍ତି କି ତୁମେମାନେ ମତେ ହିଁ ପ୍ରଥମ ସ୍ଥାନ ଦିଅ ବୋଲି? ତାହେଲେ କଣ ସେ ସ୍ୱାର୍ଥପର ସିମ୍ପଟମ ଏଇଟା, ନା ସେ ଜେଲସ ଫିଲ୍ କରନ୍ତି? ନାଇଁ ପ୍ରିୟମାନେ, କାହିଁକି ନା ସିଏ ଜାଣିଛନ୍ତି ଯେ ଯଦି ଆମେ ତାଙ୍କୁ ହିଁ ପ୍ରଥମ ସ୍ଥାନ ଦଉ, ତେବେ ସେ ବାକି ଗୁଡାକ ସବୁ ମ୍ୟାନେଜ କରିବା, ବାଲାନ୍ସ କରିବା, ସେ ସବୁ ଆମକୁ ଶିଖେଇ ଦେବେ। ଇନଫ୍ୟାକ୍ଟ କହିବାକୁ ଗଲେ ସେ ନିଜେ ସବୁ କିଛି ଠିକ କରିଦେବେ ଆମମାନଙ୍କ ପାଇଁ। ତଥାପି ଯଦି ଆପଣ ତାଙ୍କୁ ପ୍ରଥମ ସ୍ଥାନ ଦଉନାହାନ୍ତି, ତେବେ ଆପଣ ଜାଣି ରଖନ୍ତୁ ଆପଣଙ୍କ ଦ୍ୱାରା ବହୁତ କିଛି ଭୁଲ ଭଟକା ହେଇଯିବ, ସବୁ ଗଡବଡ ହେଇଯିବ। ଆଉ ଆପଣଙ୍କ ଜୀବନରେ ଏପରି ଏକ ସବୁ ସମୟ ପରିସ୍ଥିତି ମାନ ଆସିବ ଯେ ଆପଣ ଭାବି ପାରିବେନି ମତେ କଣ କହିବାର ଅଛି, ଛଟପଟ ହଉଥିବେ କିନ୍ତୁ ବାଟ ପାଉନଥିବେ। ଆପଣ ଜାଣନ୍ତି ପରମେଶ୍ୱର ବାକ୍ୟ କଣ କହୁଛି, ଏପରି ଏକ ସମୟ ଆସିଲା ଯେତେବେଳେ ପରମେଶ୍ୱର ଅବ୍ରାହମକୁ କହୁଛନ୍ତି ତୋ ସନ୍ତାନକୁ ନେ ଆଉ ତାକୁ ଆମ ଉଦ୍ଦେଶ୍ୟରେ ବଳିଦାନ କର। ହାଲେଲୁୟା। ଆଉ ଆପଣ ସମସ୍ତେ ବିଷୟରେ ଜାଣି ଅଛନ୍ତି, ଅବ୍ରାହମ ଆପଣ ପୁତ୍ରକୁ ନେଲା, ଆଉ ଯେତେବେଳେ ବଳିଦାନ କରିବାକୁ ସେ ଯାଉଛି, ସେତେବେଳେ ନିଜ ସାଥିରେ କଣ କରୁଛି, 2 ଜଣଙ୍କୁ ଦାସଙ୍କୁ ସାଙ୍ଗରେ ନେଲା। ଆଉ ଯେତେବେଳେ ସେ ବଳିଦାନ ନିମନ୍ତେ ପାହାଡ ଉପରକୁ ଯିବାକୁ ବାହାରିଲା, ବଳିଦାନ ନିମନ୍ତେ ଯାହା ପ୍ରଭୁ ତାକୁ କହିଥିଲେ, ସେତେବେଳେ ସେ 2 ଜଣ ସେବକ କଣ କହିଲେ, ଆଜି ତାର 22:5 ଲେଖାଯାଇଅଛି, ସେତେବେଳେ ଅବ୍ରାହମ ସେ ଦାସକୁ କହିଲେ ତୁମେମାନେ ଏ ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ମୋ ବାଳକ
ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ମୁଁ ଚାହେଁ ଆପଣମାନେ ଏହି କନଫେସନ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଯେ ବାଇବଲ କୁହେ ଏପରି ଏକ ସମୟ ଆସିଲା ପରମେଶ୍ୱର ଅବ୍ରାହମ କହିଲେ ତୁ ତୋ ପୁଅକୁ ନେ ଆଉ ତାକୁ ବଳିଦାନ କର, ହୋମ ବଳି କର। ହୋମ ବଳିର ଅର୍ଥ କଣ ପ୍ରିୟ ମାନେ? ହୋମ ବଳିର ଅର୍ଥ ହଉଛି ତାକୁ କାଟ ଆଉ ତାକୁ ଜଳାଅ। ଆଉ ଅବ୍ରାହମ ସେଇ ପ୍ରକାରେ ନିଜ ସାଥିରେ ଛୁରୀ ବି ନେଇଥିଲେ ଆଉ ନିଆଁ ବି ନେଇଥିଲେ। ଆପଣ ସମସ୍ତେ ପଢି ଅଛନ୍ତି। କିନ୍ତୁ କହୁଛନ୍ତି କଣ ଇଏ ପୁଅ ଆଉ ମୁଁ ଉପରକୁ ଯିବୁ ଆରାଧନା କରି ଫେରି ଆସିବୁ। ପରମେଶ୍ୱର କହିଥିଲେ ମାରିବାକୁ କିନ୍ତୁ ଅବ୍ରାହମ କହୁଛନ୍ତି ଫେରି ଆସିବୁ। ହାଲେଲୁୟା। ଦିସ୍ ଇଜ ହିଜ କନଫେସନ ମୋ ପ୍ରିୟ ଲୋକମାନେ। ହାଲେଲୁୟା। ଆରାଧନା କରି ଫେରି ଆସିବୁ। ପାହାଡ ଚଢିଲା ବେଳକୁ ଇସାକ ମଧ୍ୟ ପଚାରୁଛି ବାପା ବଳିଦାନ ପାଇଁ ମେଷ କାହିଁ? ସେତେବେଳେ ଅବ୍ରାହମ କହୁଛନ୍ତି ପରମେଶ୍ୱର ନିଜେ ତାହା ଯୋଗାଇ ଦେବେ, ତୁ ଚିନ୍ତା କରନା। ପରମେଶ୍ୱର ଆପେ ତାହାର ବନ୍ଦୋବସ୍ତ କରିବେ। Amazing thing. How confident he was. Hallelujah. ପୁଣି ବାଇବେଲ କହୁଛି ଯେତେବେଳେ ଅବ୍ରାହମ ଆପଣ ପୁତ୍ରକୁ ବଳିଦାନ କରିବାକୁ ଉଦ୍ୟତ ହଉଛି ପରମେଶ୍ୱର କହୁଛନ୍ତି ଅବ୍ରାହମ ରହିଯାଅ, ତୁମ୍ଭେ ଆପଣ ପୁତ୍ରକୁ କିଛି କର ନାହିଁ କାରଣ ମୁଁ ଜାଣିଗଲି ତୁମ୍ଭେ ଜଣେ ପ୍ରଭୁଙ୍କର ଭୟକାରୀ ଲୋକ। ଏ କଥା ସେ କେତେବେଳେ କହୁଛନ୍ତି ଜାଣନ୍ତି ପ୍ରିୟମାନେ? ଏଠାରେ ମଧ୍ୟ ଏକ ଗଭୀର ବିଷୟ ଲୁଚି ରହିଅଛି ଆମମାନଙ୍କ ପାଇଁ ପ୍ରିୟମାନେ। ଆଦି ପୁସ୍ତକ 22:2 ଯେବେ ଦେଖୁ ସେଠାରେ ଏ ପ୍ରକାର ଲେଖାଯାଇଅଛି ସେତେବେଳେ ସେ କହିଲେ ତୁମ୍ଭେ ଏବେ ଆପଣ ପୁତ୍ରକୁ ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ ଅର୍ଥାତ୍ ତୁମ୍ଭେ ଯାହାକୁ ସ୍ନେହ କର ଅର୍ଥାତ୍ ପ୍ରେମ କର ସେ ଇସାକୁ ଘେନି ମାରିଆ ଦେଶକୁ ଯାଅ, ପୁଣି ଆମ୍ଭେ ସେଇ ଦେଶରେ ଯେ ପର୍ବତ କହିବା ସେ ପର୍ବତ ଉପରୁ ତାକୁ ମୋତେ ବଳିଦାନ କର। କିନ୍ତୁ ତାର 12 ପଦରେ ସେ ପୁଣି କଣ କହୁଛନ୍ତି? ତହିଁରେ ସେ କହିଲେ ସେ ବାଇବେଲ ସେ ବାଳକର ପ୍ରତିକୂଳରେ ଆପଣ ହସ୍ତ ବିସ୍ତାର କର ନାହିଁ ଯେହେତୁ ତୁମେ ଆପଣ ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନହିଲ। ହାଲେଲୁୟା। ଏଠାରେ ଗଭୀର ବିଷୟ ଏଇଥିପାଇଁ କହିଲି ମୋ ପ୍ରିୟ ମାନେ, ପ୍ରଥମ ପଦ ଯେତେବେଳେ ଦେଖୁଛୁ ସେତେବେଳେ ତୁମ୍ଭେ ଯାହାକୁ ପ୍ରେମ କର ସ୍ନେହ କର ଅଦ୍ୱିତୀୟ ପୁତ୍ରକୁ ଦେବା ପାଇଁ ତୁ କଣ ଅସମର୍ଥ ନହିଲ। ଅଦ୍ୱିତୀୟ ପୁତ୍ର ଦେବାକୁ ଅର୍ଥାତ୍ ତୁମେ ଯାହାକୁ ସ୍ନେହ କରୁଛ ପ୍ରେମ କରୁଛ। ଦ୍ୱିତୀୟରେ କଣ କହୁଛନ୍ତି? ସେ ବାଳକ ପ୍ରତି ସେତେବେଳେ ପ୍ରଥମରେ ଯେତେବେଳେ କୁହାଯାଇଥିଲା ସେ ତୁମେ ଯାହାକୁ ପ୍ରେମ କରୁଛ ସେ ତା ପ୍ରତି ସେ ସନ୍ତାନକୁ ତମେ ଦେବା ପାଇଁ ମନା କରିନା ନ କହି ବରଂ ସେ ବାଳକ ପ୍ରତି ତମେ ଆଉ ଆପଣ ହସ୍ତ ଉଠାଅ ନାହିଁ ବୋଲିକି ଇଶା ପ୍ରତି ସେ ପ୍ରକାର କର ନାହିଁ। କାରଣ ପ୍ରିୟ ପ୍ରଭୁଙ୍କର ଲୋକମାନେ ମୁଁ ଆପଣମାନେ ଠାରେ ଏଇ କଥା ଇଣ୍ଡିକେଟ କରିବାକୁ ଚାହେଁ ପ୍ରଥମେ ଯାହାକୁ ସେ ସ୍ନେହ କରୁଥିଲା ଅତି ପ୍ରେମ କରୁଥିଲା ଅନେକ ଦିନ ପାଇଥିଲା ସନ୍ତାନ ପ୍ରତି ସେ ଯୋଉ ବଣ୍ଡେଜରେ ଥିଲେ ଆଟାଚମେଣ୍ଟରେ ଥିଲେ ସେ ତ କହୁଛନ୍ତି ତାକୁ ତମେ ପ୍ରଥମ ସ୍ଥାନ ଦେଇଥିଲ। କିନ୍ତୁ ସେ ପ୍ରଥମ ସ୍ଥାନ ସେ ଯେତେବେଳେ ଦେଖିଲେ ପରମେଶ୍ୱରକୁ ସେ ଦେଇ ଅଛନ୍ତି ସେତେବେଳେ କହିଲେ ଯେ ଯାହା ହଉ ମୁଁ ତମର ଉତ୍ତମତା ଦେଖିଅଛି, ତୋ ଡେଡିକେସନ ଦେଖିଅଛି, ତମ ଆଜ୍ଞାକାରିତାକୁ ଦେଖିଅଛି, ତେଣୁକୁ ସେ ବାଳକ ପ୍ରତି ସେ ଛୁଆ ପ୍ରତି କିଛି କର ନାହିଁ। ଆଉ ତୁ ସ୍ନେହ କରୁଛ ପ୍ରେମ କରୁଛ ସେଟା ମେନସନ ହେଇନାହିଁ କାହିଁକି ନା ସେ ସ୍ନେହ ପ୍ରେମ ସେ ପରମେଶ୍ୱରଙ୍କୁ ସେ ପ୍ରଦାନ କରିଥିଲେ। ତେଣୁକରି ସେ କଣ କଲେ ସେଇ ହିସାବରେ ତାଙ୍କୁ ସେ ତାଙ୍କର କନଫେସନର ମୂଲ୍ୟ ସେଟା ରହିଗଲା ଆଉ ସେ ସେତିକି କନଫିଡେଣ୍ଟ ଥିଲେ। ତେଣୁକରି ସେ ଯୋଉ ଆମେ ଯଦି ଆମ ଜୀବନରେ ସେଇ ପ୍ରକାର ତାଙ୍କୁ ପ୍ରଥମ ସ୍ଥାନ ଦଉ ବାକି ସେ ମ୍ୟାନେଜ କରିପାରିବ ବୋଲି ଯେ ପ୍ରକାର କୁହାଗଲା ଠିକ ସେଇ ପ୍ରକାର ତାଙ୍କ ଜୀବନରେ ମଧ୍ୟ ତାହା ହୋଇଥିଲା। ଆଉ ସେ ଯେପରି କହିଥିଲେ ଯେ ମୁଁ ଯାଉଛୁ ତାକୁ ପରମେଶ୍ୱର ଆରାଧନା କରି ଆମେ ଫେରି ଆସିବୁ ବୋଲି। ହାଲେଲୁୟା। ବର୍ତ୍ତମାନ ମୁଁ ଆପଣଙ୍କୁ ଦ୍ୱିତୀୟ ବ୍ୟକ୍ତିତ୍ୱ ବିଷୟରେ ପରିଚୟ କରିବାକୁ ଚାହେଁ ଯାହାର ନାଁ ହଉଛି ଦାଉଦ। ହାଲେଲୁୟା। ବାଇବେଲ କହେ ଇସ୍ରାଏଲକୁ ଜଣେ ଲୋକ ପ୍ରତିଦିନ ଚ୍ୟାଲେଞ୍ଜ କରୁଥିଲା କି ମୋ ସହିତ କିଏ ଅଛ ଆସ ଯୁଦ୍ଧ କରିବ। ସେତେବେଳେ ସମସ୍ତେ ତାକୁ ଦେଖି ଭୟଗ୍ରସ୍ତ ହୋଇସାରିଥିଲେ ଆଉ କାହାର ସତ୍ସାହସ ନଥିଲା ଗଲିଆ ସହିତ ଯୁଦ୍ଧ କରିବା ପାଇଁ। କିନ୍ତୁ ଯେତେବେଳେ ଦାଉଦ ତା ନିକଟକୁ ଗଲା ଆଉ କହିଲା ଯେଉଁ ପରମେଶ୍ୱର ମତେ ଜଙ୍ଗଲର ବାଘ ଭାଲୁ ଠାରୁ ରକ୍ଷା କରି ଆସନ୍ତି ସେ ଆଜି ମଧ୍ୟ ତୋ ଠାରୁ ରକ୍ଷା କରିବେ ଆଉ ମୁଁ ଆଜି ତୋତେ ନିଶ୍ଚିତ ମାରିବି ଆଉ ସମସ୍ତ ପୃଥିବୀ ଜାଣିଯିବ ଇସ୍ରାଏଲରେ ଜଣେ ପରମେଶ୍ୱର ଅଛନ୍ତି ସେ ଆପଣ ଯୁଦ୍ଧ ନିଜେ ଲଢିଥାନ୍ତି। ହାଲେଲୁୟା। କେତେ ସୁନ୍ଦର ବିଷୟ। ପ୍ରଭୁ ଆମ ପାଇଁ ଲଢିଥାନ୍ତି। ଆମ ସାମ୍ନାରେ ଥିଲେ ମଧ୍ୟ ଆମର ସଙ୍ଗୀ ହୋଇଥାଏ ସେ ଆମ ପାଇଁ ଯୁଦ୍ଧ କରିଥାନ୍ତି ଯେତେବେଳେ ଆମେ ସେଇ ଜିନିଷ ବିଶ୍ୱାସ ବସ ତାଙ୍କ ଉପରେ ରଖିଥାଉ। ହାଲେଲୁୟା। ଆଉ ବାଇବେଲ କହେ ଦାଉଦ ସେଠାକୁ ଗଲା ତ ପଥରରେ ମାରିଲା ଆଉ ଗଲିଆ ମରି ମଧ୍ୟ ଗଲା। ବର୍ତ୍ତମାନ ମୁଁ ଶେଷରେ ଆଉ ଜଣେ ବ୍ୟକ୍ତି ପରିଚିତ କରିବି ଏଇ ସମୟରେ ସିଏ ହଉଛନ୍ତି ଖ୍ରୀଷ୍ଟ ଯୀଶୁ। ବାଇବେଲ କହୁଛି ଏପରି ଏକ ସମୟ ଆସିଲା ଯେତେବେଳେ ଯୀଶୁଙ୍କୁ ବହୁତ ଭୋକ ଲାଗିଲା ଆଉ ସେ ଖାଇବା ଆଶାରେ ଗୋଟେ ଗଛ ପାଖକୁ ଗଲେ ଆଉ ଯେତେବେଳେ ତାଠାରେ ଫଳ ପାଇଲେ ନାହିଁ ତାକୁ ଅଭିଶାପ ଦେଲେ ତୁ ଶୁଖିଯା ଆଉ ତୋ ଠାରେ କେବେ ଫଳ ନ ଫଳୁ। ଆଉ ତା ପରଦିନ ସେ ରାସ୍ତା ଦେଇ ଫେରୁଥିବା ବେଳେ ଭିତରେ ଆଉ ଜଣେ ଶିଷ୍ୟ ପଚାରୁଛନ୍ତି କହୁଛନ୍ତି କି ପ୍ରଭୁ ତୁମେ ଯେଉଁ ଗଛକୁ ଅଭିଶାପ ଦେଇଥିଲ ତାହା ତ ଶୁଖି ଯାଇଛି। ସେତେବେଳେ ଯୀଶୁ କହୁଛନ୍ତି ତୁମେ ଏ ପାହାଡକୁ ଦେଖୁଛ? ତମେ ମାନେ ଯେବେ ପାହାଡକୁ ମଧ୍ୟ କହିବ ଯେ ତୁ ଏଠାରୁ ଉପଡ଼ି ହୋଇଯା ଆଉ ସେଇ ସମୁଦ୍ର ପଡ ତେବେ ମଧ୍ୟ ସେ ତମ କଥା ମାନିବ। ହାଲେଲୁୟା। ମୋ ପ୍ରିୟ ଭାଇ ଭଉଣୀ ମାନେ ଅବ୍ରାହମ ଦାଉଦ ଆଉ ଯୀଶୁ ଖ୍ରୀଷ୍ଟ ଏ ତିନି ଜଣ ଏପରି ଏକ ଲୋକ ଥିଲେ ସେମାନେ ଯେଉଁମାନେ କି କନଫେସନ କରୁଥିଲେ ପ୍ରିୟ ଲୋକମାନେ। ହାଲେଲୁୟା। କିଛି କରିବା ପୂର୍ବରୁ ମୁଁ କହିବାକୁ ଚାହେଁ ଅବ୍ରାହମ ଯେତେବେଳେ ନିଜେ ଜିତିଲେ ସେତେବେଳେ କନଫେସନ କରିଥିଲେ। ଦାଉଦ ଯେତେବେଳେ ଜିତିଲେ ସେ ବି କନଫେସନ କଲେ। ଯୀଶୁ ଆପଣ ଶିଶୁ ମାନଙ୍କୁ କଣ ଶିଖାଉଥିଲେ ଜାଣନ୍ତି?
पहाड़ को विनती कि निवेदन करवा नुहे कि बरं पहाड़ को कथा कहवा शिख कमांड करवा शिख प्रिय प्रभु लोक मैंने आपण मानक आज मत गोटे प्रिंसिपल शिखबार अच्छी और से प्रिंसिपल हूँ कहवा शिखा कमांड करवा शिखा गुंगा मान जीवन व्यतीत आज करंतु नहीं परमेश्वर यह इच्छा अटे शैतान जीशु सामना को आसिक कहूँ कि तू पत्थर रोटी करदे तापर कौन डेई पड़ मो सम्मुख नतमस्तक मत प्रणाम कर से तीनोटी कथा कहला किंतु जीशु तीन थर कौन कहते लिखा है वाक्य लेखा अच्छी आपण मैंने गोटे कथा मन रखु जिते आप निज मुखर किसी स्वीकार कर जानी रखु आपन को हुए तो देखा जाए कि आपन चारिपाखे एपरी एक अदृश्य दुनिया अच्छी लुकायित भाव एक स्पिरिचुअल वर्ल्ड अच्छी आपन भावना के देखा जाए प्रिय मैंने आपन दुष्टात्मा के देखा जाती आपन स्वर्ग कौन देखा जाए स्वर्ग देखा जाए कि स्वर्ग दूत मैंने देखा जाती किंतु मुझे कहवाक चाहे ये गुड़िक रियल एक्जिस्ट करती प्रकृत में थाए आपड़ ये कथा जानी रखु आपण जिते अन्य मान अलग किसी करुँच भावुं अलग किसी होती तेरे से दुनिया कौन हलचल मची जाए टे भावतु आपड़ जदि एपरी भाई कि भौणी अटंती जहाँ कि बार बार कौन खराब चिंता आसूची क्या प्रति क्रोध जन्मुची हालेलुया बार बार अन्य को देखिए व्यभिचार भावना आसुअछि जदि आपण ए कथा घोषणा करिवे जे मु ख्रीष्टन को नाम रे कहूची मु क्रूस ऊपर चढ़ी सारिछि तेणु मु नुहे किंतु मो मध्य ख्रीष्ट जीवित अछंती मु आपण ए कथा कहया चाहे आपण हुए तो जानि परिबेनी किंतु आपण को सामने जो दुष्टात्मा मन छिड़ा होचंती जे मन आपण को कंटीन्यूअसली खराब भावना दउचंती प्रतिशोधर भावना दउचंती किबा व्यभिचार भावना दउचंती और आपण जते ए कथा कन्फेस करूचंती कि प्रभु को वाक्य रे लिखा अछि मु जीवित नुहे कि मो मध्य जीशु जीवित अच्छा मुझे शारीरिक अभिलाष मुक्त हो सारी और यही कथा सब कौन करे जानती दुष्टात्मा मानक जाकि हिट करे आघात करे और से माने आपन निकट दूरे जावाई कौन करता बाध्य होता मजबूर होता मो प्रिय भाई भाई मैंने सो यू लर्न टू फाइट आपन एते कमजोर नुहति मो भाई माने आपन एते दुर्बल नुहति मो भौणी माने हालेलुया प्रेज द लॉर्ड इस पूर्व आपण आगे प्रार्थना करू आगे आप युद्ध करें पाउल कहते जी मत साहाय्य दिखती जी मत सामर्थ्य दिखती साहाय्य मु सब किसी करें मुझे जी भी ओभर थिंकिंग अच्छा बहुत चिंतित अच्छा से आज कहवाक चाहे मो प्रिय भाई भौणी मैंने आज आप भविष्य बहुत ब्राइट होगा जाऊँगी परमेश्वर आपण किसी नुआ प्लान कर आज परमेश्वर आपको मैरेज प्लान कर बिजनेस प्लान कर स्पिरिचुअल फैमिली प्लान कर सर्विस प्लान कर पाठ पढ़ा प्रति रोग छुटकार से प्लान और योजना को आज कहीं अटकई पारे ना बंधुगण से उपयुक्त समय आसवा आपको मत साहाय्य करेंगे मुझे कथा कहवाक चाहे आप आसतु आज उठतु जिसाई कह हे जेरुसलेम निज छाड़ सेक योरसेल्फ हालेलुया आपण मानक क्या भी बेसी चिंता कर आवश्यकता नहीं प्रिय माने केवल प्रत्येक को आज कन्फेस कर आवश्यकता रही अच्छी या पूर्व अब्राहम अपना पुत्र को फेरी पाइबे से कौन करते कन्फेस करते दाऊद जीतवा पूर्व कौन करते कन्फेस करते कि मु जीवी लड़बी और जीतबी और जीशु शिष्य मान कन्फेस करवा शिखाऊँगी ये तीन जन आरंभ हो अब्राहम को संतान दाऊद को संतान जीशु ख्रीष्ट वंशावली मो प्रिय भाई भाई मैंने बाहर आज आप बाहर को आज मोर हो कि आप हो सब बड़ प्रोब्लेम होना निजक आज बिजी रखा आज मैंने शिखी ना अनेक समय खाली बस चुपचाप खाली दिमाग शैतान का घर होता है खाली थे दुनिया सारा चिंता आसे मुझे करदे मुझे करदे मोर चाकरी ना मोर झील धोखा देला से पुआ धोखा देला मो स्वामी एमती कला मो स्त्री अनेक किसी आम जीवन में आसी थाए चिंता एथे एक लुकायित विषय रही अच्छी प्रिय मैंने जदि आप आज खाली समय व्यतीत पाई जीवन में ताहले कौन पाई जानती आपण केवल कथा हूँ मो सहित मो प्लान कथा हूँ जाना फुर्सत थी मैंने एक रिश्ता कायम कर समय को आज मैंने पाई अच्छे प्रभु जड़े दास मुझे जानवर सी कौन करते 2 वर्ष काल 3 वर्ष काल सी बहुत मैं प्रार्थना कर कम चाकरी खंड मिले बोली प्रार्थना करते किंतु चाकरी पाई जापर एत बिजी रही जाओ टाइम ही मिलाने परमेश्वर सहित कथबार्ता हवा पर जान से कौन है अवश्य चाकरी छाड़ी 2 वर्ष 3 वर्ष कौन चाकरी अटकई रखते जानवा से चाकरी छाड़ी सेवा कार्य कले जो परमेश्वर पितर माछ को अटकई रखी थे प्रिय भाई भाई मैंने से अनेक विषय अटकई रखी दिखते आम जीवन में कहीं जो द्वारा आम प्रदत्त ज्ञान पाइबा मेच्योर हो पारे सहित कथा मिसला जानला और जिते जगत को आम सामना करवा से आम मध्य कौन था विजडम था एक अंडरस्टैंडिंग था से यही कथा आम जीवन में चाहती प्रिय प्रभु लोक मैंने हालेलुया आज शिक्षा द्वारा कहीं भी जड़े जदि
ଆପଣ ହାତ ରେଜ୍ ହେଇକି କହିପାରିବେ ୟେସ୍ ହଁ ପ୍ରଭୁ ଆଜି ଠାରୁ ମୁଁ ଆଉ କେବେ ଚୁପ୍ ରହିବି ନାହିଁ, ମୁଁ ଲଢିବି। କଣ ପାଇଁ ଲଢିବି? ମୋ ବିବାହ ପାଇଁ, ମୋ ଜବ୍ ପାଇଁ, ମୋ ଅତୀତର କଳା ପୃଷ୍ଠା ପାଇଁ, ଭବିଷ୍ୟତ ପାଇଁ ଯଦି କିଛି ବି ଭାବନା ଆସେ ମୁଁ ଫାଇଟ୍ କରିବି। ମୋ ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ ଆଜି ଏକ ସୁନ୍ଦର ଖଡ୍ଗ ଦେବା ପାଇଁ ଚାହିଁବି। ନିଶ୍ଚିତ ଭାବରେ ଆଜି ଯେବେ କୌଣସି ଭାବନା ଆପଣଙ୍କୁ ବ୍ୟତିବ୍ୟସ୍ତ କରୁଛି, ଅଧିକ ଚିନ୍ତିତ କରୁଛି, ତ ଗୋଟିଏ ବିଷୟ ଘୋଷଣା କରନ୍ତୁ। ମୁଁ ଆପଣଙ୍କ ପାଇଁ ଆଜି ପଢିବା ପାଇଁ ଚାହିଁବି ଗୀତ ସଂହିତା ତାର 118 ତା 17 ପଦ, ମୁଁ ମରିବି ନାହିଁ ବଞ୍ଚିବି ଓ ସଦାପ୍ରଭୁଙ୍କର କର୍ମ ସବୁ ବର୍ଣ୍ଣନା କରିବି। ଯଦି ଚାହାନ୍ତି ଆପଣ ମାନେ ଯେଉଁଠାରେ ଅଛନ୍ତି ସେଠାରେ ମଧ୍ୟ ଘୋଷଣା କରନ୍ତୁ। ମୋ ପ୍ରିୟ ଭାଇ ଭଉଣୀ ମାନେ, whenever you feel sad, depressed, stressed, you declare it. এই ଆତ୍ମାଙ୍କ ଖଡଗକୁ ଆଜି ବ୍ୟବହାର କରନ୍ତୁ ଆଉ କୁହନ୍ତୁ ମୁଁ ନିତାନ୍ତ ମରିବି ନାହିଁ। ଏହା କହିବା ଦ୍ୱାରା ଦେଖିବେ ଧୀରେ ଧୀରେ ଆପଣଙ୍କ ସମସ୍ତ ଚିନ୍ତା ଦୂର ହେବାର ଲାଗିବ ଆଉ ଆପଣ ସମସ୍ତ ବନ୍ଧନରୁ ଧୀରେ ଧୀରେ ମୁକ୍ତ ହେବାର ଲାଗିବ ଏବଂ ଏକ ନୂତନ ଦୁନିଆରେ ଆପଣ ମାନେ ପ୍ରବେଶ କରିପାରିବେ, ଯେଉଁଠାରେ ଆପଣ ପରମେଶ୍ୱରଙ୍କୁ ଦେଖିବେ, ଉପଲବ୍ଧି କରିବେ। ଅବ୍ରାହମଙ୍କ ସନ୍ତାନ, ଦାଉଦଙ୍କ ସନ୍ତାନ, ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ, ଏହି 3 ଜଣ ସେଇ ଲୋକ ଥିଲେ ଯେଉଁମାନେ କି କିଛି କରିବା ପୂର୍ବରୁ ଘୋଷଣା କରୁଥିଲେ, କନଫେସନ କରୁଥିଲେ। ଆଜି ମୁଁ ମଧ୍ୟ ଗୋଟିଏ ବାକ୍ୟ ଆପଣମାନଙ୍କ ସମ୍ମୁଖରେ ରଖିଅଛି କନଫେସ କରିବାକୁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ହୁଏତ ଜାଣିପାରିବେନି, କିନ୍ତୁ ଏଇ ଘୋଷଣା ଦ୍ୱାରା କଣ ହୁଏ ଜାଣନ୍ତି? ସ୍ୱର୍ଗରୁ ଦୂତମାନେ ଚାଲି ଆସିବେ ଆପଣଙ୍କୁ ଆଉ ମତେ କଣ କରିବାକୁ? ସାହାଯ୍ୟ କରିବାକୁ। ଆମର ଯୁଦ୍ଧ କେବଳ ଜିତିବା ନିମନ୍ତେ, ୱିଦାଉଟ୍ ଡିଫିଟ୍। ସେ ଆମମାନଙ୍କୁ ହାରିବାର ଅସ୍ତ୍ର ଦେଇନାହାନ୍ତି, ମରିବାର ମନ ମଧ୍ୟ ଦେଇନାହାନ୍ତି ପ୍ରିୟ ମାନେ। ତେଣୁ ଆସୁ ଆଜିର ଶିକ୍ଷା ଦ୍ୱାରା ସେଇ ବାକ୍ୟ ରୂପୀ ଖଡଗକୁ ଆଜି ଆମେ ବ୍ୟବହାର କରିବା ଶିଖିବା ଆଉ ସର୍ବଦା କଣ କରିବା? ବିଜୟ ପଥର ଯାତ୍ରୀ ହେବା ଜୀବନର ଶେଷ ପର୍ଯ୍ୟନ୍ତ। ଏଇ କଥାକୁ ସେ ଆଜି ଆମମାନଙ୍କ ନିମନ୍ତେ କହିବା ପାଇଁ, ଜଣେଇବା ପାଇଁ ଚାହାନ୍ତି। ଆଉ ଚାହିଁଲେ ଯେ ଆମମାନେ ଯୋଉ ଚିନ୍ତା, ଯୋଉ ପରିସ୍ଥିତି ମଧ୍ୟରେ ଆମେ ନୂଆ ବର୍ଷ ସେଲିବ୍ରେସନ କରୁ, ଏକ୍ସମାସ ସେଲିବ୍ରେସନ କରୁ, ସର୍ଟ ଟାଇମ ଅନେକ ଖୁସି ହେଲେ, ନୂଆ ଡ୍ରେସ ପିନ୍ଧିଲେ, ଅନେକ କିଛି ଖାଇଲେ, ନୁହେଁ ସେଟା। କିନ୍ତୁ ପ୍ରତ୍ୟେକଟି ଚିନ୍ତା ଯେ ମୁକ୍ତ ପାଅ, ତୁମେ ଏ ଅସ୍ତ୍ରକୁ, ଏଇ ଖଡଗକୁ ତୁମେ ବ୍ୟବହାର କରିବା ଶିଖ। ଏହି ଆଶାରେ ସେ ଆଜି ଏଇ କଥା ଆପଣମାନଙ୍କ ମତେ କହିବା ପାଇଁ ଚାହିଁଲେ। ଆଉ ମୁଁ ନିଶ୍ଚିତ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଏ ଛୋଟ ଚିନ୍ତାଧାରା ଦ୍ୱାରା ପରମେଶ୍ୱର ନିଶ୍ଚିତ ସମସ୍ତଙ୍କୁ ଆଶୀର୍ବାଦ କରିଥିବେ। ତ ପ୍ରିୟ ଭାଇ ଭଉଣୀ ମାନେ, ଏଇ ଶିକ୍ଷାରେ ଆପଣ ଉପକୃତ ହୋଇଥିଲେ ବିଶ୍ୱାସ କରେ। ପୁଣି ଗୋଟେ ଆଉ ଗୋଟେ ଦିନ ଦେବା ପାଇଁ ଚାହିଁବି। ଆଉ ନୂତନ ବର୍ଷରେ ଆମେ ପହଞ୍ଚି ଅଛୁ, ନବମ ଦିନରେ। ଆଉ ଆମ ଏଇ ଦିନ ମାନଙ୍କର କିଛି ତାଙ୍କର ନୂତନ ବର୍ଷ କିଛି ସଂକଳ୍ପ ନେବା, ଏଥି ନିମନ୍ତେ ମୁଁ କିଛି ପ୍ରସ୍ତୁତ କରିଅଛି। ପ୍ରତ୍ୟେକ ଜୀବନରେ ଏହା ହଉ ବୋଲି ମୁଁ ମଧ୍ୟ ଚାହେଁ। ତେଣୁ ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହୁଁଛି ଏଇ ବର୍ଷର ସଂକଳ୍ପ, ଟିକେ ଧ୍ୟାନ ଦେବେ। ଯଦିଓ ନାଇଟ୍ ପ୍ରେୟାର ମୁଁ ଉପସ୍ଥାପନା କରିସାରିଅଛି, ତଥାପି ଆପଣମାନଙ୍କ ନିମନ୍ତେ ଯେଉଁମାନେ ଶୁଣି ନାହାନ୍ତି, ଚାଲ ଏ ନୂଆ ବର୍ଷରେ କିଛି ନୂଆ ସଂକଳ୍ପ ନେବା। ପୁରୁଣା ବର୍ଷର ହାତକୁ ଛାଡ଼ି ନୂଆ ପଥରେ ଆମେ ଆଗେଇ ଯିବା। ପୁରୁଣା ଭୁଲରୁ କିଛି ଶିକ୍ଷା, ପୁଣି ନିଜ ସଫଳତାରୁ କିଛି ଦୀକ୍ଷା ନେଇ ବଢି ଚାଲିବା। ଚାଲ ଏ ନୂଆ ବର୍ଷରେ ଆମେ ଉଡ଼ି ଚାଲିବା। ଆପଣ ଡଣାକୁ ଟିକେ ମେଲେଇ ଦେବା ଆଉ ଆଶା ଆକାଂକ୍ଷାର ଆକାଶକୁ ଟିକେ ମାପି ଦେଖିବା। ନିଜ ସାହସ ଆଉ ପରିଶ୍ରମର ଗଣ୍ଠିଲି ଗୁଡ଼ିକୁ ଆସ ବାନ୍ଧି ରଖିବା। ଚାଲ ଏ ନୂଆ ବର୍ଷରେ କିଛି ନୂଆ ସଂକଳ୍ପ ନେବା। ଆସ ଏ ନୂଆ ବର୍ଷରେ ଏକ ନୂଆ ରାସ୍ତା ଖୋଜିବା। ମରିଯାଉଥିବା ସପନରେ ଟିକେ ଜୀବନ ଦେବା। କିଛି ହଜି ଯାଇଥିବା ସମ୍ପର୍କ ଗୁଡ଼ିକୁ ପୁଣି ଥରେ ଯୋଡ଼ି ଦେଖିବା। ରାଗ ଅଭିମାନ ସବୁ କିଛି ଛାଡ଼ି ପ୍ରେମ ଭରା ଏକ ବୀଜ ବୁଣିବା। ଚାଲ ଏ ନୂଆ ବର୍ଷରେ କିଛି ନୂଆ ସଂକଳ୍ପ ନେବା। ଗତ ବର୍ଷର ସବୁ ଦୁଃଖକୁ ଆମେ ବାଏ ବାଏ କରିଦେବା ଆଉ ଭଲ ବିଷୟକୁ ସାଥେ ଥାଉ ବୋଲି ନିମନ୍ତ୍ରଣ ଦେଇଯିବା। ଆଖିର ଲୁହକୁ ପୋଛି ଦେଇ ଚାଲ ହସର ଲହରୀ ଖେଳାଇ ଦେବା। ଚାଲ ଏ ନୂଆ ବର୍ଷରେ ବଞ୍ଚିବା ଶୈଳୀକୁ କିଛି ଭିନ୍ନ କରିବା। ନିଜ ଭାବିବା ଚିନ୍ତିବା ରାସ୍ତାକୁ ଟିକେ ବଡ଼ କରିବା। ଜଗତ ହାତର କଣ୍ଢେଇ ଛାଡ଼ି ପ୍ରଭୁଙ୍କ ଇଚ୍ଛା ପ୍ରକାରେ ଚାଲିବା। ଆସ ନିଜ ଆଚରଣ ଟିକେ ଚେଞ୍ଜ କରିବା। ଆରେ ସଫଳତା ଛାଡ଼, ପ୍ରଥମେ ଚେଷ୍ଟା ତ କରିବା। ଚାଲ ଏ ନୂଆ ବର୍ଷରେ କିଛି ନୂଆ ସଂକଳ୍ପ ନେବା। ତ ନୂଆ ବର୍ଷରେ ନୂଆ ମନ ନେଇ ନୂଆ କିଛି କରିଯିବା। ପୁଣି ସ୍ୱଚ୍ଛ ହୃଦୟରେ ସ୍ୱଚ୍ଛ ଭାବ ନେଇ ଯୀଶୁଙ୍କ ପ୍ରେମକୁ ବର୍ଷାଇ ଦେବା। ଚାଲ ଏ ନୂଆ ବର୍ଷରେ କିଛି ନୂଆ ସଂକଳ୍ପ ନେବା। ପୁରୁଣା ବର୍ଷର ହାତକୁ ଛାଡ଼ି ନୂଆ ପଥରେ ଆମେ ଆଗେଇ ଯିବା। ନୂଆ ପଥରେ ଆମେ ଆଗେଇ ଯିବା। ଆମେନ୍। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ଶୁଣିଥିବା ସକାଶେ ଧନ୍ୟବାଦ। ଆମେନ୍, ଆମେନ୍, ଆମେନ୍।